सोमवार अग्रणी सामाजिक अनुष्ठान आपणଙ୍କ सेवारे ଓ शहीद बेंगपाणिया स्मृति संसद तरफରୁ ପୁରୀର ଗଦାଧର ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ସୀମା ଆନ୍ଦୋଳନର ଅନ୍ୟତମ ଶିଶୁ ଶହୀଦ ବେଙ୍ଗପାଣିଆ ସ୍ମୃତି ସ୍ତମ୍ଭ ସମ୍ମୁଖରେ ସକାଳ 10 ଘଣ୍ଟିକା ସମୟରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୁରୀର ମାନ୍ୟବର ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଶହୀଦ ସ୍ତମ୍ଭରେ ମାଲ୍ୟାର୍ପଣ ସହ ଶହୀଦଙ୍କ ବୀରତ୍ୱର ଗାଥା ବର୍ଣ୍ଣନା କରିଥିଲେ। ସେହିପରି ଅନୁଷ୍ଠାନର ରାଜ୍ୟ ସଭାପତି ଜିତେନ୍ଦ୍ର ମହାପାତ୍ର ଶହୀଦ ବେଙ୍ଗପାଣିଆ ଓରଫ ହରିହର ପଣ୍ଡାଙ୍କ ଅଦମ୍ୟ ସାହସ ଓ ବଳିଦାନ ଉପରେ ଆଲୋକପାତ କରିଥିଲେ। ଉତ୍କଳ ବିଦ୍ୱତ ପରିଷଦର ଅଧ୍ୟକ୍ଷ ତଥା ଆପଣଙ୍କ ସେବାରେ ଅନୁଷ୍ଠାନର ବରିଷ୍ଠ ମାର୍ଗଦର୍ଶକ ମନୋଜ କୁମାର ରଥ ବିଦ୍ୟାଳୟ ପାଠ୍ୟକ୍ରମରେ ଶହୀଦଙ୍କ ସାହସ ଓ ପରାକ୍ରମ ନିମନ୍ତେ ତାଙ୍କ ସମ୍ବନ୍ଧରେ ବିଷୟବସ୍ତୁ ସ୍ଥାନିତ କରିବା ପାଇଁ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ମୃତି ସଂସଦର ସଭାପତି ଦାମୋଦର ଦାସ ଶହୀଦଙ୍କ ବଳିଦାନ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଦାଧର ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ଯମୁନା ରାଣୀ ପୂଜା ପଣ୍ଡା, କାବେରୀ ବିଶ୍ୱାଳ, ଅପର୍ଣ୍ଣା ମହାପାତ୍ର, ମମତାମୟୀ ପରିଡା ଓ ବିମଳ କୁମାର ରାଉତ, ଆପଣଙ୍କ ସେବାରେ ଅନୁଷ୍ଠାନର ସଦସ୍ୟ ବିନୋଦ ସେନାପତି, ମୀରା ରାଣୀ ଦେବୀ, ଧୀରେନ ପ୍ରଧାନ, ଓମ ପ୍ରକାଶ ମହାନ୍ତି, ଶିଶୁ ସଦସ୍ୟ ଓମ ପ୍ରସାଦ ସେନାପତି ଓ ଜଗଦୀଶ ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ ଓ ସୁପରିଚାଳନା କରିଥିଲେ।